ଖାଲି ଲଫାପା ପରି ହୋଇଥାନ୍ତି କିଛି ସମ୍ପର୍କ, ଯାହା ଭିତରେ କିଛି ନଥାଏ, କିନ୍ତୁ ଆମେ ତାକୁ ସମ୍ଭାଳିକି ରଖିଥାନ୍ତି। ଯଦି କେଉଁଠି ତୁମ ସାହାଯ୍ୟର ଆବଶ୍ୟକତା ପଡୁଛି, ସେଠି ନିଶ୍ଚିତ ସାହାଯ୍ୟ କର। ତୁମ ଆବଶ୍ୟକତା ସମୟରେ ଭଗବାନ ତୁମକୁ ନିଶ୍ଚିତ ସାହାଯ୍ୟ କରିବେ। କେବଳ ଭୁଲ ବୁଝାମଣା ଦ୍ୱାରା ସମ୍ପର୍କଟି ଭାଙ୍ଗି ଯାଇ ନଥାଏ। ଗୋଟିଏ ମଣିଷ ବାରମ୍ବାର କାହାଠାରୁ ଆଘାତ ପାଇଲେ ଅନ୍ୟ କାହା ଜୀବନରୁ ସବୁଦିନ ପାଇଁ ଦୂରେଇ ଯାଇଥାଏ। କାହା ଉପରେ ଅଧିକ ଆଶା ରଖନ୍ତୁ ନାହିଁ କି କାହାକୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ, କାହିଁକି ନା ମଣିଷ ଆଶା ବଦଳରେ ଲୁହ ଆଉ ବିଶ୍ୱାସ ବଦଳରେ ବିଷ ଦେବା ପାଇଁ ବେଶୀ ସମୟ ନିଏ ନାହିଁ। କେହି ଆପଣଙ୍କୁ ଦେଖି ଘୃଣା କରିବାକୁ ଲାଗିଥାଏ, ତେବେ ଏହି କଥା ଆପଣ ବୁଝିଯାଆନ୍ତୁ କି ସିଏ ଆପଣଙ୍କ ମୁକାବିଲା କରିପାରିବ ନାହିଁ। ଆମେ ସମୟକୁ ନଷ୍ଟ କରି ନିଜକୁ ନଷ୍ଟ କରିପାରିବା, କିନ୍ତୁ ନିଜକୁ ନଷ୍ଟ କରି ସମୟକୁ ବଦଳାଇ ପାରିବା ନାହିଁ। ବେଳେବେଳେ ସମୟ ମଣିଷକୁ ଏପରି ପରିସ୍ଥିତିକୁ ନେଇ ଆସେ ନା, ମଣିଷ କିଛି କହିପାରେ ନା କିଛି ସହିପାରେ। କେବଳ ଧୈର୍ଯ୍ୟ ଧରି ଭଲ ସମୟକୁ ଅପେକ୍ଷା କରିଥାଏ। କାହାର ଉପକାର ଯେତେ ଛୋଟ ହେଉନା କାହିଁକି କେବେ ବି ଭୁଲନ୍ତୁ ନାହିଁ। ନିଜର ଉପକାର ଯେତେ ବି ବଡ଼ ହେଉନା କାହିଁକି କେବେ ବି କାହାକୁ କୁହନ୍ତୁ ନାହିଁ। ଯିଏ ଆପଣଙ୍କୁ ଛାଡ଼ିକି ଯାଇଛି ସିଏ ବି ଆସିବ। ଥରେ ଖାଲି ଜୀବନରେ ସଫଳ ହେଇକି ଦେଖ। ଏମିତିରେ ବି ସମୟ ବହୁତ ସୀମିତ, ତେଣୁ ଅନ୍ୟକୁ ପ୍ରଭାବିତ କରିପାରେ ନୁହେଁ, ବରଂ ନିଜକୁ ଉନ୍ନତି କରିବାରେ ସମୟର ଠିକ୍ ଉପଯୋଗ କରନ୍ତୁ। ଉପଦେଶ ଦେବା ସହଜ, କିନ୍ତୁ ଉପାୟ ବତାଇବା ଭାରି କଷ୍ଟ। ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ।